ସାବିତ୍ରୀର ପୂର୍ବ ଦିନ ଦେଖନ୍ତୁ ଏଇଠି ମୁଁ ମେହେନ୍ଦି କରୁଛି ହାତରେ। ରାତିରେ ସବୁ କାମ କରିସାରିଲା ପରେ ମୁଁ ଆଜି ମେହେନ୍ଦି କରୁଛି। ମୁଁ ଦି ହାତ ଯାକ ନିଜେ ନିଜେ ହିଁ କରୁଛି, କାହିଁକି ନା ମୋ ପାଖରେ କେହି ନାହାନ୍ତି ମେହେନ୍ଦି ଲଗେଇଦେବା ପାଇଁ। ତାପରେ ମେହେନ୍ଦି ଲଗେଇବା ପାଇଁ ମୋତେ ବହୁତ ହିଁ ଭଲ ଲାଗେ। ଯେକୌଣସି ପୂଜା ପର୍ବାଣୀ ହଉ ତା ଭିତରେ ମେହେନ୍ଦି ଲଗେଇବା ପାଇଁ ମୋତେ ବହୁତ ଭଲ ଲାଗେ। ତ ସାବିତ୍ରୀ ଯେହେତୁ ଅଛି କେମିତି କରିବାନି, ତ ରାତିରେ ମୁଁ ନିଜେ ନିଜେ ମେହେନ୍ଦି କରୁଛି। ସାବିତ୍ରୀର ଟ୍ରେଣ୍ଡ ଦେଖନ୍ତୁ, ଏଇଠି ସମସ୍ତେ ଏମିତି କରିକିରି ଶାଢ଼ୀ ଉପରେ ଯେକୌଣସି ଶୃଙ୍ଗାର କରିବା ପାଇଁ ଯେତେ ଜିନିଷ ସବୁ ସେ ରଖିକିରି ଭିଡ଼ିଓ ବନାଉଛନ୍ତି, ତ ମୁଁ ଭାବିଲି ମୁଁ ଟିକେ ଭିଡ଼ିଓ ବନେଇଦେବି। ତ ସେମିତି ମୁଁ କରିଥିଲି। ତାପରେ ସକାଳେ ଉଠିକି ଦେଖନ୍ତୁ ଏଇଠି ଠାକୁରଙ୍କର ଭୋଗ ସବୁ ରେଡି କରିକିରି ମୁଁ ବାହାରିଲି ପୂଜା ପାଇଁ। ସାବିତ୍ରୀର ପୂର୍ବ ଦିନ ଦେଖନ୍ତୁ ଏଇଠି ମୁଁ ମେହେନ୍ଦି କରୁଛି ହାତରେ। ରାତିରେ ସବୁ କାମ କରିସାରିଲା ପରେ ମୁଁ ଆଜି ମେହେନ୍ଦି କରୁଛି। ମୁଁ ଦି ହାତ ଯାକ ନିଜେ ନିଜେ ହିଁ କରୁଛି, କାହିଁକି ନା ମୋ ପାଖରେ କେହି ନାହାନ୍ତି ମେହେନ୍ଦି ଲଗେଇଦେବା ପାଇଁ। ତାପରେ ମେହେନ୍ଦି ଲଗେଇବା ପାଇଁ ମୋତେ ବହୁତ ହିଁ ଭଲ ଲାଗେ। ଯେକୌଣସି ପୂଜା ପର୍ବାଣୀ ହଉ ତା ଭିତରେ ମେହେନ୍ଦି ଲଗେଇବା ପାଇଁ ମୋତେ ବହୁତ ଭଲ ଲାଗେ। ତ ସାବିତ୍ରୀ ଯେହେତୁ ଅଛି କେମିତି କରିବାନି, ତ ରାତିରେ ମୁଁ ନିଜେ ନିଜେ ମେହେନ୍ଦି କରୁଛି। ସାବିତ୍ରୀର ଟ୍ରେଣ୍ଡ ଦେଖନ୍ତୁ, ଏଇଠି ସମସ୍ତେ ଏମିତି କରିକିରି ଶାଢ଼ୀ ଉପରେ ଯେକୌଣସି ଶୃଙ୍ଗାର କରିବା ପାଇଁ ଯେତେ ଜିନିଷ ସବୁ ସେ ରଖିକିରି ଭିଡ଼ିଓ ବନାଉଛନ୍ତି, ତ ମୁଁ ଭାବିଲି ମୁଁ ଟିକେ ଭିଡ଼ିଓ ବନେଇଦେବି। ତ ସେମିତି ମୁଁ କରିଥିଲି। ତାପରେ ସକାଳେ ଉଠିକି ଦେଖନ୍ତୁ ଏଇଠି ଠାକୁରଙ୍କର ଭୋଗ ସବୁ ରେଡି କରିକିରି ମୁଁ ବାହାରିଲି ପୂଜା ପାଇଁ। ସାବିତ୍ରୀର ପୂର୍ବ ଦିନ ଦେଖନ୍ତୁ ଏଇଠି ମୁଁ ମେହେନ୍ଦି କରୁଛି ହାତରେ। ରାତିରେ ସବୁ କାମ କରିସାରିଲା ପରେ ମୁଁ ଆଜି ମେହେନ୍ଦି କରୁଛି। ମୁଁ ଦି ହାତ ଯାକ ନିଜେ ନିଜେ ହିଁ କରୁଛି, କାହିଁକି ନା ମୋ ପାଖରେ କେହି ନାହାନ୍ତି ମେହେନ୍ଦି ଲଗେଇଦେବା ପାଇଁ। ତାପରେ ମେହେନ୍ଦି ଲଗେଇବା ପାଇଁ ମୋତେ ବହୁତ ହିଁ ଭଲ ଲାଗେ। ଯେକୌଣସି ପୂଜା ପର୍ବାଣୀ ହଉ ତା ଭିତରେ ମେହେନ୍ଦି ଲଗେଇବା ପାଇଁ ମୋତେ ବହୁତ ଭଲ ଲାଗେ। ତ ସାବିତ୍ରୀ ଯେହେତୁ ଅଛି କେମିତି କରିବାନି, ତ ରାତିରେ ମୁଁ ନିଜେ ନିଜେ ମେହେନ୍ଦି କରୁଛି। ସାବିତ୍ରୀର ଟ୍ରେଣ୍ଡ ଦେଖନ୍ତୁ, ଏଇଠି ସମସ୍ତେ ଏମିତି କରିକିରି ଶାଢ଼ୀ ଉପରେ ଯେକୌଣସି ଶୃଙ୍ଗାର କରିବା ପାଇଁ ଯେତେ ଜିନିଷ ସବୁ ସେ ରଖିକିରି ଭିଡ଼ିଓ ବନାଉଛନ୍ତି, ତ ମୁଁ ଭାବିଲି ମୁଁ ଟିକେ ଭିଡ଼ିଓ ବନେଇଦେବି। ତ ସେମିତି ମୁଁ କରିଥିଲି। ତାପରେ ସକାଳେ ଉଠିକି ଦେଖନ୍ତୁ ଏଇଠି ଠାକୁରଙ୍କର ଭୋଗ ସବୁ ରେଡି କରିକିରି ମୁଁ ବାହାରିଲି ପୂଜା ପାଇଁ।